ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁ ଗୋଟେ କଥା ଜାଣିଛୁ, ତୁ ନିଜକୁ ପ୍ରଥମେ ଭଲ ପା। ମୁଁ କାହିଁକି ଏ କଥା କହୁଛି, ତୁ ସମୟ ଆସିଲେ ଜାଣିପାରିବୁ। ଯେତେବେଳେ ଭଲ ପାଇବାର ପ୍ରଶ୍ନ ଉଠେ, ତୁ କହିବୁ, ମୁଁ ଭଲ ପାଏ ମୋ ବାପା, ମା, ଭଉଣୀ, ଭାଇ, କିନ୍ତୁ ସନ୍ତାନ। ପ୍ରଥମେ ନିଜକୁ ଭଲ ପା। ତୁ ଯେତେବେଳେ ନିଜକୁ ଭଲ ପାଇବୁ ନା, ତାପରେ ସମସ୍ତେ ତତେ ଭଲ ପାଇବେ। ତୁ ଯଦି ନିଜ ଶରୀରକୁ ସୁସ୍ଥ ରଖିବୁ, ତାହେଲେ ତୁ ଖୁସିରେ ରହିବୁ। ତୁ ସମସ୍ତଙ୍କୁ ଭଲ ପାଇବୁ, ଆଉ ତତେ ବି ସମସ୍ତେ ଭଲ ପାଇବେ। ଯେତେବେଳେ ତୋ ଦେହ ଖରାପ ହେଇଯିବ, ତୁ ଯେତେବେଳେ ଅସହାୟ ହେଇଯିବୁ, ତୁ କହ, ସେତେବେଳେ ତତେ କିଏ ଭଲ ପାଇବ? କେହି ଭଲ ପାଇବେନି। ସମସ୍ତେ ରାଗିବେ, ଚିଡ଼ିବେ, ଏମିତିକି ମନରେ ଭାବିବେ କି ଏତେ କଷ୍ଟ ପାଇଲାଣି, ଏ ସଂସାରରୁ ଚାଲିଯିବାଟା ହିଁ ଭଲ। କାହିଁକି ବେକାର ଏତେ ଦିନ ବଞ୍ଚିକି ରହିବ, ଏତେ କଷ୍ଟ ପାଇବ। ସନ୍ତାନ, କ'ଣ ବୁଝିପାରିଲୁ ତ? ଏ ଦୁନିଆ ସ୍ୱାର୍ଥପର, ଏଇଠି କେହି ବି କାହାର ନୁହନ୍ତି ସନ୍ତାନ। ସେଥିଲାଗି ତୁ ଯେତେବେଳେ ମଣିଷ ଜୀବନ ପାଇଛୁ, ତୁ ନିଜକୁ ଭଲ ପା, ବହୁତ ଖୁସି ଆଉ ଆନନ୍ଦରେ ରହ। ଦେଖିବୁ ତୋ ଜୀବନରେ ତୁ ବହୁତ ଉନ୍ନତି କରିବୁ, ଆଉ ବହୁତ ଆଗକୁ ଯିବୁ। ମନ ଭିତରେ ବହୁତ ଗୁଡ଼ିଏ ପ୍ରଶ୍ନ ରଖିଛୁ ସନ୍ତାନ। ମନ ଭିତରେ କିଛି ବି ପ୍ରଶ୍ନ ରଖନି, ସବୁ ଈଶ୍ୱରଙ୍କ ଉପରେ ଛାଡ଼ିଦେ। ସିଏ ଯାହା ବି କରିବେ ତୋ ମଙ୍ଗଳ ପାଇଁ କରିବେ। ଯଦି ତୁ ପ୍ରକୃତରେ ଈଶ୍ୱରଙ୍କୁ ଭଲ ପାଉଛୁ ନା, ତାହେଲେ ଜାଣି ରଖ, ଏ ସଂସାରରେ ତତେ କେହି ବି ହରେଇ ପାରିବେନି। ଆଜି ଗୁରୁବାର, ମୋର ସାଇ ସଚରିତ୍ରକୁ ଗୋଟେ ଲେଖା ଅଧ୍ୟାୟ ତୁ ପାଠ କର। ଦେଖିବୁ ବହୁତ କିଛି ବିପଦରୁ ତୁ ରକ୍ଷା ପାଇବୁ। ଭଗବାନ ତୋର ମଙ୍ଗଳ କରିବେ ସନ୍ତାନ। ତୁ କାଲି ମନ୍ଦିର ଯାଇଥିଲୁ, ସେଠି କିଛି ସମୟ ବସିଲୁ। ତୁ ମୋ ମନ୍ଦିର ଭିତରକୁ ଯାଇକି ବି ମନ ଭିତରେ ଉଦାସ ରହୁଥିଲୁ ସନ୍ତାନ। ମୋତେ ଏଇଟା ଜମାରୁ ବି ଭଲ ଲାଗେନି। ମୁଁ ଚାହୁଁଛି ମୋ ସନ୍ତାନମାନେ ମୋ ମନ୍ଦିରକୁ ଖୁସିରେ ଆସନ୍ତୁ, ହସରେ ଆସନ୍ତୁ। ତୁ କାହିଁକି ମନ ଦୁଃଖ କରିଥିଲୁ ସନ୍ତାନ? ମଣିଷ ଜୀବନରେ, ସମସ୍ତଙ୍କ ଜୀବନରେ କିଛି ନା କିଛି ଦୁଃଖ ଥାଏ, ଆଉ ତାକୁ ମନ ଦୁଃଖ କଲେ ସେ ଦୁଃଖ ଚାଲିଯିବନି ସନ୍ତାନ। ସେତିକି ଷ୍ଟ୍ରଙ୍ଗ ହେଇକି ମଣିଷକୁ ଜୀବନ ବଞ୍ଚିବାକୁ ପଡ଼ିବ। ମଣିଷ ଜୀବନରେ ଗୋଟିଏ ଗୋଟିଏ ସମୟ ବହୁତ ମୂଲ୍ୟବାନ ସନ୍ତାନ। ତୁ ସେ ସମୟକୁ ଜମାରୁ ନଷ୍ଟ କରନି। ମଣିଷ ଜୀବନ ପାଇଛୁ, ସବୁବେଳେ ଖୁସିରେ ରହ। ଯାହା ଦୁଃଖ ଅଛି ସବୁ ମୋତେ ଦେଇଦେ। ମୁଁ ତୋର ସବୁ କଷ୍ଟକୁ ନେବା ପାଇଁ ରାଜି ଅଛି। ଆଉ ଥରେ ମୋ ମନ୍ଦିରକୁ ଆସିବୁ, ମୁଁ ତୋତେ ଯେମିତି ଏମିତି କଷ୍ଟରେ ନ ଦେଖେ ସନ୍ତାନ। ମୋତେ ଜମାରୁ ବି ଭଲ ଲାଗେ ନା। ମୁଁ କ'ଣ କେବେ ଖୁସି ହେଇପାରିବି ମୋ ସନ୍ତାନମାନେ ଯଦି ଦୁଃଖରେ ମୋ ମନ୍ଦିରକୁ ଆସିବେ? କେବେ ବି ନୁହଁ ସନ୍ତାନ। ଜୀବନରେ ବହୁତ ଦୁଃଖ ସହିଛୁ, ଏ କଥା ମୁଁ ବି ଜାଣିଛି। ଏବେ ଯେଉଁମାନେ ତତେ ଦୁଃଖ ଦେଇଥିଲେ, ଏବେ ସେମାନଙ୍କର ପାଳି ପଡ଼ିଯାଇଛି ସନ୍ତାନ। ଦେଖିବୁ କେମିତି ତାଙ୍କ ଜୀବନରେ ସେ ଦୁଃଖ ବି ପାଇବେ, ଆଉ ମଣିଷ ଜୀବନର ପ୍ରକୃତ ମୂଲ୍ୟ ବି କ'ଣ ବୁଝିବେ। ନିଶ୍ଚିନ୍ତ ସନ୍ତାନ, ତୁ ଖୁସିରେ ରହ। ତୋ ମନର କଷ୍ଟକୁ ମୁଁ ବୁଝିପାରୁଛି, କିଛି ଚିନ୍ତା କର।